ଆମେ କେବଳ ସାହିତ୍ୟ କେତେକ ବିଷୟ ବସ୍ତୁ, ତାର ଚରିତ୍ର ବର୍ଣ୍ଣନା ବା ତାର ଭାଷାକୁ ବିଚାର କରୁଛୁ, କିନ୍ତୁ ଏହାଠାରୁ ଆହୁରି ଏକ ତାତ୍ପର୍ଯ୍ୟପୂର୍ଣ୍ଣ କଥାଟି ହେଉଛି ଯେ ସାହିତ୍ୟରେ ଆତ୍ମିକଟି ବଡ ନା ଆଙ୍ଗିକଟି ବଡ, ଏ ପ୍ରଶ୍ନ ମଧ୍ୟ ଉଠିପାରେ। କିନ୍ତୁ ଆମକୁ ସ୍ପଷ୍ଟ ହେବାକୁ ହବ ଯେ ଯେକୌଣସି ଆତ୍ମିକ ସମ୍ପଦ ହେଉଛି ଗୋଟେ ବିଷୟବସ୍ତୁ। ବିଷୟବସ୍ତୁରେ କୁହାଯାଉଥିବା ଗୋଟେ ଆଖ୍ୟାନ ଭାଗ ବା କାହାଣୀ ଭାଗ ଓ ସେ କାହାଣୀକୁ ପ୍ରତିନିଧିତ୍ୱ କରୁଥିବା ଚରିତ୍ର ବିଷୟରେ କୁହାଯାଉଛି ଏବଂ ଚରିତ୍ର ବିଷୟରେ କୁହାଗଲା ବେଳେ ଯୋଉ ଭାଷାରେ କୁହାଯାଉଛି, ଯୋଉ ଭଙ୍ଗୀରେ କୁହାଯାଉଛି, ତାର ଗୁରୁତ୍ୱ କେତେ। ଏଥିପାଇଁ ଲେଖକ ଗୋଟେ ଆଙ୍ଗିକର ଆଶ୍ରୟ ନିଅନ୍ତି। ଅର୍ଥାତ୍ ଆମେ ଆଙ୍ଗିକ କହିଲେ ପ୍ରାଚୀନ କାଳରୁ ଅଦ୍ୟାବଧି ଆମେ ବୁଝି ଆସିବା ଗୋଟେ ପଦ୍ୟ ଆଙ୍ଗିକ ଆଉ ଗୋଟେ ହଉଛି ଗଦ୍ୟ ଆଙ୍ଗିକ। ପଦ୍ୟ ଆଙ୍ଗିକ ଦେଖିଲେ ପଦ୍ୟ ଆଙ୍ଗିକ କେବଳ ଓଡ଼ିଆ ନୁହେଁ, ଭାରତୀୟ ପ୍ରାୟ ପ୍ରତ୍ୟେକ ପ୍ରଦେଶର ଭାଷାରେ ଆମେ ଏଇ ଆଙ୍ଗିକର ବୈଚିତ୍ର୍ୟ ଦେଖିବାକୁ ପାଇବା। ଆମ ଓଡ଼ିଆରେ ଯୋଉ ଆଙ୍ଗିକ ଗୁଡିକ ଅଛି ତାହା ଦୁଇ ଭାଗରେ ବିଭକ୍ତ। ଗୋଟିଏ ହଉଛି ଦୀର୍ଘ ଆଙ୍ଗିକ ଆଉ ଅନ୍ୟଟି ହଉଛି କ୍ଷୁଦ୍ର ଆଙ୍ଗିକ। ଦୀର୍ଘ ଆଙ୍ଗିକ ଭିତରେ ଆମେ ଦେଖିବା ଏମିତି ମହାଭାରତ, ରାମାୟଣ, ଗୀତା, ଭାଗବତ, ସଂଗୀତା, ଏଇ ଯୋଉ ସବୁ ରଚନା ଦେଖା ଯାଉଛି, ଗୀତା, ଭାଗବତ, ମାହାତ୍ମ୍ୟ, ନିର୍ଣ୍ଣୟ, କବଚ, ଆମେ ମହାତ୍ମ୍ୟ ପର୍ଯ୍ୟନ୍ତ ଆମ ସାହିତ୍ୟରେ ଦେଖିଛୁ। ଯେମିତିକି ଗୀତା ମହାତ୍ମ୍ୟ ଅଛି ବା ମହାଦେବ ଦାସଙ୍କର ବହୁ ମହାତ୍ମ୍ୟ ଅଛି। ମାଘ ମହାତ୍ମ୍ୟ, କାର୍ତ୍ତିକ ମହାତ୍ମ୍ୟ, ଅଷାଢ଼ ମହାତ୍ମ୍ୟ, ଏକାଦଶୀ ମହାତ୍ମ୍ୟ, ବିଷ୍ଣୁ ମହାତ୍ମ୍ୟ, ଏମିତି ବହୁ ପ୍ରକାର ମହାତ୍ମ୍ୟ ଅଛି। କିନ୍ତୁ ନିର୍ଣ୍ଣୟ ଓ କବଚ ଏ ଦୁଇ ଶ୍ରେଣୀର ରଚନା ଖୁବ କମ୍, ପ୍ରାୟ ଆମେ ଖୁବ ଅଳ୍ପ କେତୋଟି ପାଉ। କିନ୍ତୁ ଏ ଦୁଇ ଶ୍ରେଣୀର ରଚନା ନିର୍ଣ୍ଣୟ ଓ କବଚ ଗୋଟିଏ ଗୋଟିଏ ପ୍ରକାର ଆତ୍ମିକ ଭେଦ ଥିଲା। ତେଣୁ ଆମେ କହିବା ଯେ ଦୀର୍ଘ ଆଙ୍ଗିକ, ଏ ଦୀର୍ଘ ଆଙ୍ଗିକ ଭିତରେ ରାମାୟଣ ମହାଭାରତଠୁ ଆରମ୍ଭ କରି ନିର୍ଣ୍ଣୟ କବଚ ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ବହୁ ପ୍ରକାର ଗ୍ରନ୍ଥ ଲେଖା ହେଇଛି। ଅନେକ ଏ ପର୍ଯ୍ୟନ୍ତ ଛପା ହେଇନାହିଁ, ଖୁବ କମ ଛପା ହେଇଛି। ଆହୁରି ବହୁ ଗ୍ରନ୍ଥ ଅଛପା ହେଇକି ରହିଛି, ଅପ୍ରକାଶ ହେଇକି ରହିଛି, ବା କୋଉଠି କୋଉଠି ପୋଥି ଆକାରରେ ପଡିଛି, ତାକୁ ସଂଗ୍ରହ କରାଯାଇ ପାରିନାହିଁ। ମ୍ୟୁଜିୟମରେ କିଛି କିଛି ସଂଗ୍ରହ କରାଯାଇଛି। ଓଡ଼ିଶା ଏଇ ଦୃଷ୍ଟିରୁ ଗୋଟେ ବଡ ବିଚିତ୍ର ରାଜ୍ୟ ଯେ ଏହାର ଅଧିକାଂଶ ପ୍ରାଚୀନ ପରିବାର ପୋଥି ରଚନାରେ ନିଯୁକ୍ତ ଥିଲେ। ପୋଥିରୁ ପୋଥି ରଚନା ହେଇକରି
ଅନେକ ଗ୍ରନ୍ଥ ଲୋକଙ୍କ ଘରେ ତ ଗାଦିରେ ପୂଜା ପାଉଥିଲା। ତ ଆମେ ତାକୁ ଭାଗବତ ଗାଦି କହୁଛୁ। ଭାଗବତ ଗାଦିରେ କେବଳ ଭାଗବତ ପୂଜା ହୁଏ ନାହିଁ, ଭାଗବତ ପରି ଆହୁରି ଅନେକ ମାନେ ପୂଜା ଯୋଗ୍ୟ, ଆରାଧ୍ୟ ଯୋଗ୍ୟ ପୋଥି ମଧ୍ୟ ପୂଜା ପାଉଥିଲା। ତେଣୁ ଆମେ ଦେଖୁଛେ ଯେ ଯୋଉ ଦୀର୍ଘ ଆଙ୍ଗିକ, ଏ ଦୀର୍ଘ ଆଙ୍ଗିକ ଗୁଡିକ ଭିତରେ ଓଡିଶାରେ ଆମେ ପୁରାଣ, ଗୀତା, ମହାତ୍ମ୍ୟ, ସଂଗୀତା ଏସବୁ ଅନ୍ତର୍ଭୁକ୍ତ କରୁଛୁ ଏବଂ ଏଗୁଡିକ ସହିତ ଆମ ଅତୀତର ଜନସମାଜ ଖୁବ ପରିଚିତ ଥିଲେ। ଆଜିର ଶିକ୍ଷିତ ଲୋକ ସେ ସବୁ ସମ୍ପର୍କରେ ଜାଣି ନାହାନ୍ତି। ସାହିତ୍ୟର ଇତିହାସରେ ସବୁ ମଧ୍ୟ ସ୍ଥାନ ଦିଆଯାଇ ନାହିଁ, କିନ୍ତୁ ମୋଟାମୋଟି ଭାବରେ ସାହିତ୍ୟର ଯୋଉ ପ୍ରାରୂପ କଥା ବିଚାର କରିଲା ବେଳେ ଆମେ ଏଇ ଆଙ୍ଗିକ ଗୁଡିକର ପରିଚୟ ପାଇଥାଉ। ଦୀର୍ଘ ଆଙ୍ଗିକ ଭାବରେ ଆମେ ସେଗୁଡିକୁ ନାମକରଣ କରୁଛୁ। ଦ୍ୱିତୀୟ ଶ୍ରେଣୀରେ ଯୋଉ ଆସିଲା ସେ ହଉଛି କ୍ଷୁଦ୍ର ଆଙ୍ଗିକ। ଏ କ୍ଷୁଦ୍ର ଆଙ୍ଗିକ ଭିତରେ ପ୍ରମୁଖ ହଉଛି ସବୁଠାରୁ ବେଶୀ ଜନପ୍ରିୟ ଓ ବହୁ ଭାବରେ ଲେଖା ହୋଇଥିବା ଆଙ୍ଗିକଟି ହଉଛି ଚଉତିସା। ଚଉତିସା, ଚଉପଦୀ ଆଉ ଭଜନ, ଜଣାଣ, ଭକ୍ତି ସଙ୍ଗୀତ ଇତ୍ୟାଦି ଇତ୍ୟାଦି। ଏବଂ ଚଉତିସା, ଚଉପଦୀ ଏ ଦୁଇଟି ମଧ୍ୟଯୁଗୀୟ ଆଙ୍ଗିକ ଭିତରେ ଖୁବ ପ୍ରସିଦ୍ଧ ଆଙ୍ଗିକ। ଯାହା ବିଜୟଲକ୍ଷ୍ମୀ କହିଲେ, ଏତ ଡଗ ଡଗ ହେଇକି ବହୁତ କଥା କହିଦେଇଗଲା।